ରାସ୍ତାରେ ଯାଉ ଯାଉ ପଡ଼ିଯାଇଥିଲା କାଳି ଢାବା, ଯାହାକି ଆମର ଡିନର୍ ଟାଇମ୍ ହେଇଥିଲା। ତ ଆମେ 2 ଜଣ ଚାଲିଗଲୁ ଭିତରକୁ କି ଢାବା ଟିକେ ଖାଇକି ଯିବା। ଭିତରେ ଏଣ୍ଟ୍ରି କରିବୁ, ଭାଇକି ପଚାରିଲୁ କ'ଣ ଆଇଟମ୍? ଭାଇ କହିଲେ ମଟନ୍ ଖାଆନ୍ତୁ, ବଢ଼ିଆ ହେବ। ମଟନ୍ କଷା, ଯାହାକି ଗୋଟେ ଆମର ହୋଟେଲରେ ୟୁନିକ୍ ଜିନିଷ। ଆମେ ମଗେଇ ଦେଇଥିଲୁ ମଟନ୍ କଷା। ତ ଫାଇନାଲ୍ ଦେଖନ୍ତୁ ଆସିକି ପହଞ୍ଚିଯାଇଥିଲା। 5ରୁ 6 ପିସ୍ ମିଳିଯିବ, ଯାହାର ପ୍ରାଇସ୍ ମଟନ୍ ପ୍ରାଇସ୍ ରହିବ 200 ଟଙ୍କା। ଟେଷ୍ଟ ବି ବହୁତ ବଢ଼ିଆ ଥିଲା ଟେଷ୍ଟ। ମୁଁ ଆପଣଙ୍କୁ ଦେଖାଉଛି, ଦେଖନ୍ତୁ। ଧନୁ ଖାଇକି ଦେଖୁଛନ୍ତି ଆପଣଙ୍କୁ ଟେଷ୍ଟ କେମିତି ଲାଗୁଛି ନାହିଁ ସେ କହୁଛନ୍ତି। ଆଉ ଟିକେ ତାଙ୍କ ଟିକେ ସର୍ଭିସ୍, ଯାହାକି ଟିକେ ଠିକ୍‌ଠାକ୍ ନଥିଲା ସର୍ଭିସ୍। ତାଙ୍କ ପିଲା ଛୁଟି ଥିଲେ, ଭାଇଙ୍କି ଆମେ ପଚାରିଲୁ ଭାଇ ସର୍ଭିସ୍ ଟିକେ ଠିକ୍‌ଠାକ୍ ରହୁନି। ଭାଇ କହିଲେ ପିଲାଙ୍କର ଛୁଟି ଥିଲା, ସେଥିଲାଗି ହେଇଗଲା। ନହେଲେ ଟେଷ୍ଟ କହିବାକୁ ଗଲେ ମଟନ୍ କଷା ଟେଷ୍ଟ ବହୁତ ବଢ଼ିଆ ଥିଲା। ଦେଖନ୍ତୁ ଧନୁ କହୁଛନ୍ତି ମଟନ୍ କେମିତି ଲାଗୁଛି, ଭଲ ଲାଗୁଛି କି ନାହିଁ। ଏଇଠି ଧନୁ ଫିଡ଼ବ୍ୟାକ୍ ଦେଉଥିଲେ। ତାର ଭାଇ ସାଙ୍ଗରେ ଆମେ କଥାବାର୍ତ୍ତା ହେଲୁ, ଭାଇ ଟିକେ ସର୍ଭିସଟା ଟିକେ ଭଲ ରଖନ୍ତୁ, ଯାହାକି ଲୋକ ଆସିବେ ଖୁସି ହେଇକି ଖାଇବେ କି ଯିବେ। ଟିକେ ସର୍ଭିସ୍ ଠିକ୍ ନ ରହିଲେ ଆପଣ ଯେତେ କ୍ୱାଲିଟି ଭଲ ବନେଇଲେ ବି ମାନେ ସର୍ଭିସ୍ ନ ଠିକ୍ ରହିଲେ ଲୋକଙ୍କର ଭଲ ରହିବ। ଭାଇଙ୍କ ସାଙ୍ଗରେ କଥା ହେଲୁ, ଭାଇ ବହୁତ ବଢ଼ିଆ ବ୍ୟବହାର କଲେ। ଆମେ ବି ଭାଇଙ୍କି କହିଲୁ, ଭାଇ କହିଲେ ହଉ ଠିକ୍ ଅଛି, ନେକ୍ସଟ୍ ଟାଇମ୍‌ଠୁ ଏମିତି କିଛି ଆମର ଯାହାକି ଆଜି ଦେଖିବାକୁ ମିଳିଲା, ନେକ୍ସଟ୍ ଟାଇମ୍‌ଠୁ ହେବନି। ଆଉ ଭାଇଙ୍କ ନାଁ ବି ପରିଚୟ ଦେଲେ। ଭାଇ ସହ ମିଶିକି ଆମକୁ ବହୁତ ବଢ଼ିଆ ଲାଗିଲା। ଭାଇ ଏତେ ଭଲ ଯେ ବହୁତ ବଢ଼ିଆ। ଥ୍ୟାଙ୍କ ୟୁ, ଧନ୍ୟବାଦ ଭାଇ। ଯଦି ଆପଣମାନେ ଭିଡ଼ିଓ ଦେଖୁଛନ୍ତି ତାହେଲେ ଆପଣ ଜଣେଇବେ। ରହିଲି, ନମସ୍କାର।